देखो तो मीठा आउ लुण देह ପାଇଁ ମୁଁ ଟୋଟାଲ ତ କହିବିନି ଯେ କ୍ଷତିକାରକ ବୋଲି। ଆପଣ ଫାର୍ଷ୍ଟ ଜିନିଷ କ୍ୱାଣ୍ଟିଟି, ସବୁ ଜିନିଷର ଗୋଟେ କ୍ୱାଣ୍ଟିଟି ରହୁଛି। ଆପଣ ଯଦି ଗୋଟେ ଭଲ ଜିନିଷ ବି ଆଉଟ୍ ଅଫ୍ ଦ କ୍ୱାଣ୍ଟିଟି ଖାଇଦେବେ ସେଟା ବି ଆପଣଙ୍କ ଦେହ ପାଇଁ ଖରାପ ହେଇଯିବ। ଦେଖନ୍ତୁ ଆମେ ଗୋଟେ ଫାର୍ଷ୍ଟ ଅଫ୍ ଅଲ୍ ଆମେ ଗୋଟେ ହ୍ୟୁମାନ୍ ବିଙ୍ଗ, ଆମର ବି ନର୍ମାଲ ଇମୋସନ୍ସ ରହୁଛି, କୌଣସି ଜିନିଷକୁ ନେଇକି ଗୋଟେ କ୍ରେଭିଙ୍ଗସ୍ ରହୁଛି। ତ ନିଜ କ୍ରେଭିଙ୍ଗସକୁ ଫୁଲଫିଲ୍ କରିବା ପାଇଁ କିଛି ଯଦି ଲିଟିଲ୍ ବିଟ୍ ଅଫ୍ ଆମାଉଣ୍ଟ ଯଦି ଆପଣ ଖାଉଛନ୍ତି ଦ୍ୟାଟ୍ସ ଓକେ, ବଟ୍ ସେଇଟାକୁ ଏକ୍ସେସିଭ ଆମାଉଣ୍ଟ ଅଫ୍ ଖାଆନ୍ତୁ। ଯେମିତି ଲୋକ ମିଠା ଖାଇଲା ମାନେ 5ଟା 10ଟା ରସଗୋଲା ଖାଇ ଦେଉଛନ୍ତି, ସେଟା ଅବଭିୟସଲି ଦେହକୁ ଖରାପ କରିବ। ଯଦି କିଛି ମାନେ ସପୋଜ ଫେଷ୍ଟିଭାଲ ଆସିଗଲା ସେଇଥିରେ ଆପଣ ନର୍ମାଲ ଖାଇପାରିବେ ମିଠା। ଆଉ ସେକେଣ୍ଡ ଜିନିଷ ଲୁଣ, ସୋଡ଼ିୟମ ଆମ ବଡି ପାଇଁ ଜରୁରୀ, ବଟ୍ ଗୋଟେ ଗୋଟେ ନର୍ମାଲ କ୍ୱାଣ୍ଟିଟିରେ ଜରୁରୀ। ଏକ୍ସେସ୍ ଲୁଣ ବି ଖାଇଲେ ସେଟା ବି ଦେହକୁ ପାଇଁ ଖରାପ। ତ ଫାର୍ଷ୍ଟ ଜିନିଷ ମୁଁ କହିବି ଏଇ କଥାଟା କେବଳ ମିଠା ଆଉ ଲୁଣ ପାଇଁ ନୁହଁ, କୌଣସି ବି ଜିନିଷ ଆପଣ ଯଦି କ୍ୱାଣ୍ଟିଟିରୁ ଅଧିକ ଖାଉଛନ୍ତି ସେଟା ଦେହକୁ ଡ୍ୟାମେଜ କରିବ ହିଁ କରିବ। ତ ସବୁ ଜିନିଷ କ୍ୱାଣ୍ଟିଟି ହିସାବରେ ଖାଇବାଟା ଜରୁରୀ। ଫିଟନେସ୍ ପାଇଁ ମିଠାଟା କେତେ ଆଫେକ୍ଟ କରେ? ଫିଟନେସ୍ ଦେଖନ୍ତୁ ଆଜ ଏ ମୁଁ ଫିଟନେସ୍ ଯେହେତୁ ଫିଟନେସ୍ ଇନଷ୍ଟ୍ରକ୍ଟର ଅଛି, ଆଉ ମୁଁ ବି ପ୍ରଫେସନାଲି ବି କମ୍ପିଟିସନ वगैरह ବି ଖେଳେ, ତ ଆମକୁ ତ ଷ୍ଟ୍ରିକ୍ଟଲି ମନା କରାହେଉଛି ଯେ ତମେ ମିଠା वगैरह ଖାଅନି କି ତମ ବଡି ଉପରେ ସେଟା ଆଫେକ୍ଟ କରିବ। ତ ନର୍ମାଲ ଲୋକଙ୍କୁ ବି କୁହେ ଯେ ମିଠା ଆଭଏଡ୍ ଯେତେ କରିବା କଥା କରନ୍ତୁ, ନ୍ୟାଚୁରାଲ ସୁଗର ଉପରେ ଡିପେଣ୍ଡେଣ୍ଟ କରନ୍ତୁ। ଯେମିତି ଆମର ଷ୍ଟିଭିଆ ହେଇଗଲା, ହନି ହେଇଗଲା, ଏଟା ସବୁ ନ୍ୟାଚୁରାଲ ସୁଗର, ୟା ଉପରେ ଟିକେ ବେଶୀ ମାନେ ରିକ୍ୱାयर କରନ୍ତୁ। ଯେମିତି ରିଫାଇଣ୍ଡ ସୁଗର वगैरह ଆଭଏଡ୍ କରନ୍ତୁ। ଷ୍ଟିଲ୍ ଯଦି କିଛି ବି ଏପଟ ସେପଟ ମିଠା ଅଧିକା ଖାଇଦେଲେ ତ ତା ଉପରେ ଆପଣ କେମିତି ଧ୍ୟାନ ଦିଅନ୍ତୁ ଯେ ସେଇଟାକୁ ଆପଣ କମ୍ପନସେଟ୍ କରିବେ ଡ୍ୟୁରିଂ ଆପଣଙ୍କ ୱାର୍କଆଉଟ୍। ଆଉ ସେତିକି ଆପଣ ଡେଡିକେଟେଡଲି ଡାଏଟ୍ କରିବାର ଅଛି। ଡାଏଟ୍ରେ ଯଦି 6 ଦିନ ଯାକ ଆପଣ ଚିଟ୍ କରୁନାହାନ୍ତି, ଯାହା ଲେଖା ହେଇଛି ମାନେ ଇଚ୍ ଟୁ ଇଚ୍ ଡାଏଟ୍ ଫଲୋ କରୁଛନ୍ତି, ତ ତାହେଲେ ବି ଯଦି ଆପଣ ବେଳେ ଅଧେ ଟିକେ ହାଲକା ମିଠା ଖାଇ ଦେଉଛନ୍ତି ସେମିତି କିଛି ଅସୁବିଧା ନାହିଁ। ଆଉ ଗୋଟେ ମଇଦାକୁ ନେଇକି ଗୋଟେ କଥା କହୁଛି, ମଇଦାଟା ହଜମ ହେବା ପାଇଁ 3 ଦିନ ସମୟ ଲାଗେ। ଆଉ ମଇଦାଟା ଫିଟନେସ୍ ପାଇଁ କେତେ? ଦେଖନ୍ତୁ ଫାର୍ଷ୍ଟ ଅଫ୍ ଅଲ୍ ତ କହିବି ମଇଦା ଆଭଏଡ୍ କରନ୍ତୁ ଟୋଟାଲ, ବିକଜ ମଇଦା ହେଉଛି ଦେହ ପାଇଁ ବହୁତ ଖରାପ। ଆଉ ମଇଦା ୟୁଜେସରେ ଆପଣଙ୍କର ୱେଟ୍ ଗେନ୍ ବହୁତ ଜଲ୍ଦି ହୁଏ, ବିକଜ ସେଇଟା ଡାଇଜେସନ୍ ଆପଣଙ୍କୁ ସ୍ଲୋ କରେ ମଇଦା। ଆଉ ମଇଦା ଆପଣଙ୍କ ଡାଇଜେସନ୍ ପାଇଁ ବହୁତ ଖରାପ, ଆପଣଙ୍କ ଡାଇଜେଷ୍ଟିଭ ସିଷ୍ଟମକୁ ବି ମଇଦା ଖରାପ କରିଦିଏ। ଆଉ ଆପଣଙ୍କୁ ଯଦି ଦେଖନ୍ତୁ ଫୁଡ୍ କ୍ରେଭିଙ୍ଗସ୍ ହେଲା, ଯଦି ଆପଣ ମଇଦା ଜିନିଷ କିଛି ଖାଇଲେ ନା, ତ ନେକ୍ସଟ ଆପଣଙ୍କର ଖାଇବା ଉପରେ ଆପଣ କଣ୍ଟ୍ରୋଲ ହୁଏନି, ଆପଣ ଆହୁରି ଖାଇବା ଖୋଜନ୍ତି। ତ ସେଇଥିପାଇଁ ଯେତେ ଆପଣ ରୁଟି ଉପରେ ହେଇଗଲା, ଆମର ରାଗି ଜିନିଷ ଉପରେ ହେଇଗଲା, ୟା ଉପରେ ରିଲାଏବଲ୍ ରୁହନ୍ତୁ, ମଇଦାକୁ ଆଭଏଡ୍ କରନ୍ତୁ। ଜଲ୍ଦି ଖାଇବାର ଗୋଟେ ଇଏ ଅଛି, ମାନେ ସନ୍ଧ୍ୟା ପରେ ଖାଇଲେ କିଛି ପ୍ରୋବ୍ଲେମ୍ ଅଛି? କାରଣ ଜିମ୍ରେ କିଛି ଫଲୋ କରନ୍ତି ଯେ ରାତି 8ଟା ପୂର୍ବରୁ ଖାଇଲେ ଭଲ। ନା ଦେଖନ୍ତୁ ଏଟା ତ ସେ ଠିକ କଥା କହିଛନ୍ତି, ବିକଜ ଆମର ଓଲ୍ଡ ଏଜେସ୍ ଯୋଉ ଆମର ଲୋକ ଅଛନ୍ତି, ଗୁରୁଜନ ମାନେ, ସେମାନେ ବି କହିଛନ୍ତି ଯେ ଯେତେ ଜଲ୍ଦି ଆମର ଲାଷ୍ଟ ମିଲ୍ଟା ରାତିରେ ନେଇଯାଉଛନ୍ତି। ଦେଖନ୍ତୁ ରାତିରେ ଏଇଥିପାଇଁ କହନ୍ତି ଜଲ୍ଦି ଖାଇଦେବା ପାଇଁ, ବିକଜ ରାତି ଟାଇମରେ ଆମର ବଡିଟା ରେଷ୍ଟିଂ ମୋଡକୁ ପଳାଏ, ଆମେ ସ୍ଲିପ୍ ମୋଡରେ ରହୁ। ଦିନ ଯାକ ଆମେ କାମ କଲୁ, ଯାହା ବି ଆମେ ଖାଇଲୁ, ଆମର ଚଲା ବୁଲା, ଆମର ୱାର୍କ ଲାଇଫରେ ଆମର ସେଇଟା ବାଲାନ୍ସ ହେଇଯାଏ। ବଟ୍ ରାତିରେ ଆପଣ ଯଦି କିଛି ବି ଏକ୍ସେସିଭ ଆମାଉଣ୍ଟ ଅଫ୍ ଫୁଡ୍ ଖାଉଛନ୍ତି ଯୋଉଟା ଡାଇଜେସନରେ ଆପଣଙ୍କର ଇସ୍ୟୁ ଦଉଛି, ତ ତାହେଲେ ଆପଣ ରାତିରେ ହେଭି ଫୁଡ୍ ଖାଇବା କମ୍ କରନ୍ତୁ। ରାତିର ଡିନର ଯେତେ ଲାଇଟ୍ ରହିବ ସେତେ ଆପଣଙ୍କ ଦେହ ପାଇଁ ଭଲ।